ହ୍ୟାଲୋ ହାଏ ନମସ୍କାର। ମୁଁ ଆପଣଙ୍କର ପ୍ରିୟ ବନ୍ଧୁ ଆପଣମାନଙ୍କ ପାଇଁ ନେଇ ଆସିଛି ଆଜି ଜାଣିବା କଥା ଓଡ଼ିଆ କୁଇଜ୍। ଯଦି ଆପଣଙ୍କୁ ମୋ ଲେଖାଟି ଭଲ ଲାଗେ ତେବେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଆସନ୍ତୁ ପଢ଼ି ଦେଖିବା। ଉତ୍କଳ ବାବର କାହାକୁ କୁହାଯାଏ? ଉତ୍କଳ ବାବର ଗଜପତି କୃଷ୍ଣଚନ୍ଦ୍ର ଦେବଙ୍କୁ କୁହାଯାଏ। ଓଡ଼ିଶାର ପ୍ରଥମ ଶହୀଦଙ୍କର ନାମ କ'ଣ? ଓଡ଼ିଶାର ପ୍ରଥମ ଶହୀଦଙ୍କ ନାମ ଜୟୀରାଜଗୁରୁ। ଓଡ଼ିଶାର ପ୍ରଥମ ମହିଳା ଓକିଲଙ୍କର ନାମ କ'ଣ? ଓଡ଼ିଶା ପ୍ରଥମ ମହିଳା ଓକିଲ ନାମ ସୁଧାଂଶୁବାଳା ହାଜେରା। ଓଡ଼ିଆ ଭାଷାର ସୃଷ୍ଟି କେବେ ହୋଇଥିଲା? ଓଡ଼ିଆ ଭାଷାର ସୃଷ୍ଟି ସମ୍ରାଟ ଅନନ୍ତବର୍ମ ଚୋଡ଼ଗଙ୍ଗ ଦେବଙ୍କ ସମୟରେ ହୋଇଥିଲା। କଟକର ପ୍ରାଚୀନ ନାମ କ'ଣ ଥିଲା? କଟକର ପ୍ରାଚୀନ ନାମ ବାରାଣାସୀ କଟକ ଥିଲା। ଓଡ଼ିଶାର ପଟ୍ଟଚିତ୍ର ଗ୍ରାମ କାହାକୁ କୁହାଯାଏ? ଓଡ଼ିଶାର ପଟ୍ଟଚିତ୍ର ଗ୍ରାମ ରଘୁରାଜପୁରକୁ କୁହାଯାଏ। ଓଡ଼ିଶାର ସୋମତୀର୍ଥ କେଉଁଠି ଅବସ୍ଥିତ? ଓଡ଼ିଶାର ସୋମତୀର୍ଥ ବାରାଣାସୀ ଝରିଆଲରେ ଅବସ୍ଥିତ। ଓଡ଼ିଶାର ପ୍ରଥମ ମହିଳା ମନ୍ତ୍ରୀଙ୍କର ନାମ କ'ଣ? ଓଡ଼ିଶାର ପ୍ରଥମ ମହିଳା ମନ୍ତ୍ରୀଙ୍କର ନାମ ବସନ୍ତ ମଞ୍ଜରୀ ପଟ୍ଟନାୟକ। ଓଡ଼ିଶାର ଦ୍ୱିତୀୟ ଖାରବେଳ କାହାକୁ କୁହାଯାଏ? ଓଡ଼ିଶାର ଦ୍ୱିତୀୟ ଖାରବେଳ କପିଳେନ୍ଦ୍ର ଦେବଙ୍କୁ କୁହାଯାଏ। ସୁଭଦ୍ରାର ରଥର ରକ୍ଷକ କିଏ? ସୁଭଦ୍ରା ରଥର ରକ୍ଷକ ଜୟଦୁର୍ଗା ଥିଲେ। ଜୟ ଜଗନ୍ନାଥ।